ମାସକୁ ମାସ ପଇସା ନଉଛି। ଯା ଏଠୁ ଘରକୁ। ଆରେ ତୋତେ କେତେ ଥର ମନା କରୁଛି ତାକୁ ଆଣିକି ଏଠି କାମରେ ଲଗେଇବୁନି ବୋଲି। ବାବୁ ସାନ ବାବୁକୁ ମୁଁ ମନା କଲି, ସେ ତଥାପି ମାନିଲେନି, ସେ କାମ କରିବେ ବୋଲି କହିଲେ। ଆରେ ଜାଣିଛୁ ତା ପାଠ ପଢାରେ କେତେ ଟଙ୍କା ମାସକୁ ଖର୍ଚ୍ଚ ହଉଛି, ତୁ ଆଣିକି ଏଠି କାମରେ ଲଗଉଛୁ। ତା ଦେହରେ ପୁଣି ବାପାଙ୍କ ମେଡିସିନ ଖର୍ଚ୍ଚ ଅଛି, ତୁ ତାକୁ ଆଣିକି ଏଠି କାମରେ ଲଗଉଛୁ। ନାଇଁ ବାବୁ, ମୁଁ ସାନ ବାବୁ କେତେ ବୁଝେଇଲି, ସିଏ କଣ ମୋ କଥା ବୁଝିଲେ? ସିଏ କହିଲେ ମୁଁ କାମ କରିବି। ହଉ ସେ ଏଠିକି ଆସିବ ମାନେ ତୁ ତାକୁ କହିବୁ ଘରକୁ ଯା, ବଡ ବାବୁ ପାଟି କରିଛନ୍ତି ବୋଲି କହିବୁ ତାକୁ, ହେଲା। ହଉ ଯା କାମ କର। କାହିଁକି ରହୁଥିଲୁ କି ସେଠି? ଆରେ କହନା ସେ ଟୋକାକୁ ଯେତେ କହିଲେ ମାନୁନି, ଆସିକି ଏଠି କାଠ ବୋଲାରେ ତା ସହିତ କାମ କରୁ। ତା ବୋଲି ତାପରେ ଗେରେ ଗେରେ ହବୁ? ଆରେ ଗେରେ ଗେରେ ହବାର ମୋର କିଛି ଇଚ୍ଛା ନାହିଁ। ବାପାଙ୍କର ମୋର ଗୋଟେ ଇଚ୍ଛା ଅଛି, ସେ ଗୋଟେ ପାଠ ପଢିକି